ଜୟ ଜଗନ୍ନାଥ। ଗୋଟିଏ ଶବ ଅତି ସୁନ୍ଦର କଥା କହିଥିଲା। ଯେଉଁ ଲୋକମାନେ ମୋ ଚାରିପାଖରେ ବସି କାନ୍ଦୁଛନ୍ତି, ଯଦି ମୁଁ ଏବେ ଉଠିପଡ଼େ ତେବେ ମୋତେ ବଞ୍ଚିବାକୁ ଦେବେ ନାହିଁ। ଯଦି ଘା'ରୁ ରକ୍ତ ନ ବାହାରେ ତେବେ ବୁଝିନିଅ ସେ ଘା'ର ଚୋଟ କେହି ଜଣେ ନିଜ ଲୋକ ଦେଇଛି। ସମ୍ପର୍କ ବି ଚାକିରି ପରି ହୋଇଗଲାଣି। ଆଜିକାଲି ଭଲ ଅଫର ମିଳିଲେ ଲୋକ ବଦଳି ଯାଉଛନ୍ତି। ଯଦି ମଣିଷ ତଳେ ପଡ଼ିଯାଏ ତେବେ ହସ ବାହାରି ପଡ଼େ। ତେବେ ଏଠି କେହି କାହାର ନୁହନ୍ତି। ସ୍ୱାର୍ଥପର ହିଁ ଦୁନିଆ। ସ୍ୱାର୍ଥ ଥିବା ପର୍ଯ୍ୟନ୍ତ ମୋର ମୋର କହିବେ। ସ୍ୱାର୍ଥ ସରିଗଲେ ନିଜ ଲୋକ ହିଁ ଚିହ୍ନନ୍ତି ନାହିଁ। ଆଜିକାଲି ସୁଖ ବନ୍ଧୁ ତ ବହୁତ ଅଛନ୍ତି। ଯେପରି ବାହାଘର, ବ୍ରତଘର, ଭୋଜିଭାତ ଦେଲାବେଳକୁ ଯାହା ପାଖରେ ଯାହା କାମ ଥିଲେ ଆସିବେ। କିନ୍ତୁ ସେହି ଲୋକ କିଛି ଅସୁବିଧା, କିଛି ବିପଦ ସମୟରେ ପାଖରେ ମଧ୍ୟ ଛିଡ଼ା ହୁଅନ୍ତି ନାହିଁ। କହିବେ ମୋର ସମୟ ନାହିଁ, ବହୁତ କାମ ଅଛି। ଏଇ ତ ଆଜିକାଲି ସ୍ୱାର୍ଥପର ଦୁନିଆ। ମଣିଷ ମଣିଷକୁ ଚିହ୍ନୁ ନାହିଁ। ବଞ୍ଚିଥିଲା ବେଳେ କେହି କାହାରିକୁ ପଚାରୁ ନାହାନ୍ତି। ମୃତ୍ୟୁ ତ ଏପରି ସମୟ ଯାହା ମଣିଷକୁ ଅମୂଲ୍ୟ କରିଦେଇଥାଏ। ସମ୍ଭାଳି ଚଳୁଥିବ, କାରଣ ଏହା ମଣିଷ ସମାଜ। ପେଟ ଓ ଗର୍ବ ସେତେବେଳେ ବଢ଼ିଯାଏ ଯେତେବେଳେ ମଣିଷ କାହାକୁ ଚିହ୍ନି ପାରେ ନାହିଁ। ଯାହାକୁ ତୁମେ ପହଁରିବାକୁ ଶିଖାଇବ ସେ ହିଁ ତୁମକୁ ବୁଡ଼ାଇବାକୁ ଚେଷ୍ଟା କରିବ। ମିଛ କହିଲେ ଈଶ୍ୱର ରାଗିଯାନ୍ତି, ଆଉ ସତ କହିଲେ ନିଜ ଲୋକ ରାଗିଯାନ୍ତି। ଏଇ ତ ଦୁନିଆ। ଗୀତା ଓ କୋରାନ କେବେ ଲଢ଼େଇ କରନ୍ତି ନାହିଁ। କିନ୍ତୁ ଏମାନଙ୍କ ପାଇଁ ସେଇ ଲୋକମାନେ ଲଢ଼ନ୍ତି ଯେଉଁମାନେ କେବେ ଏହାକୁ ପଢ଼ନ୍ତି ନାହିଁ। ଲୋକମାନେ ଚାହାନ୍ତି ଆପଣଙ୍କୁ ଆଗକୁ ବଢ଼ନ୍ତୁ, ହେଲେ ଲୋକମାନେ କେବେ ଏହା ଚାହାନ୍ତି ନାହିଁ ଯେ ଆପଣ ତାଙ୍କଠାରୁ ଆଗକୁ ଯାଆନ୍ତୁ। ପିତା ଲାଗିବା ନିମ୍ବ ଗଛର ଭୁଲ ନୁହେଁ, ଭୁଲ ତ ଜୀଭର ଅଟେ। ତାକୁ ମିଠା ପସନ୍ଦ। ଯଦି ସଫଳତା ପାଇବାର ଅଛି ତେବେ ଲକ୍ଷ୍ୟ ଉପରେ ଧ୍ୟାନ ରଖ, ଲୋକମାନଙ୍କ କଥାରେ ନୁହେଁ। ଲୋକମାନେ ତ ଚାହିଁବେ ଆପଣଙ୍କୁ ତଳକୁ ଟାଣିବା ପାଇଁ। କାହିଁକି ନା କାଉ ଯେତେ ବୋବାଇଲେ ମଧ୍ୟ ଚିଲ କେବେ ଅଟକି ନଥାଏ। ଥରେ ତଳେ ପଡ଼ିକି ଦେଖ, ତୁମକୁ କେହି ଉଠାଇବାକୁ ଆସିବେ ନାହିଁ। ନିଜେ ହିଁ ନିଜର ସାହସ ବଜାଇ ରଖ। ନିଜ ଉପରେ ବିଶ୍ୱାସ ରଖ, ତା ସହିତ ନିଜ କର୍ମ ଓ ଭଗବାନ ଉପରେ ବିଶ୍ୱାସ ରଖ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।